ଏଥିରେ ଭୟ କରିବା ତ ପ୍ରଶ୍ନ ନାହିଁ। ଆଗାମୀ ଭବିଷ୍ୟତରେ ଏଇଆ ଘଟିବ, ତା ପୂର୍ବରୁ ସତର୍କତା ହବା ଦରକାର। ତାର ମାନେ କଣ? ଯଦି କହିବ ନା ଆମେ କିଛି କଥା ଜାଣୁନା, ଯଦି ଯୁବଗୋଷ୍ଠୀ ନ ଜାଣି ପାରୁଛନ୍ତି ସେମାନେ ତାଙ୍କର ବାପାଙ୍କୁ ତାଙ୍କର ଜେଜେବାପାଙ୍କୁ ପଚାରନ୍ତୁ, ସେମାନେ କହିବେ ଅତୀତର ଇତିହାସ। ତାଙ୍କ ଜେଜେବାପାଙ୍କର ଯେତିକି ବୟସ ଅଛି ତାଙ୍କୁ ସାମାଜିକ ସ୍ଥିତି ପଚାରନ୍ତୁ, ସମାଜର ଶୃଙ୍ଖଳା ବିଷୟରେ ପଚାରନ୍ତୁ, ପରିବାର ଶୃଙ୍ଖଳା ବିଷୟରେ ପଚାରନ୍ତୁ, କେମିତି ଚଳନି ଥିଲା। ସେ ଯୋଉ ପିଲା ଶୁଣିବ, ଯୋଉ ଯୁବକ ଶୁଣୁଛନ୍ତି, ସେ ଯୁବକ ନିଜର ପିଲାବେଳର କଥା ଚିନ୍ତା କରନ୍ତୁ, ନିଜ ପିଲାବେଳର ପରିବେଶକୁ ଚିନ୍ତା କରନ୍ତୁ। ଧୀରେ ଧୀରେ ସେ ବୁଝିପାରିବ ଅତୀତର ସମାଜରେ କଣ ଥିଲା, ବର୍ତ୍ତମାନ ସମାଜରେ କେତେ ବିଶୃଙ୍ଖଳା ଧୀରେ ଧୀରେ ବଢି ଚାଲିଲାଣି। এই প্রকার যদি বিশৃঙ্খলা বଢି ଚାଲେ ଆଗାମୀ ଭବିଷ୍ୟତକୁ ବିଶୃଙ୍ଖଳା କେତେ ବଢି ନ ଯିବ, ଯାହାଦ୍ୱାରା ଯାହା କହି ଯାଇଛନ୍ତି ଭବିଷ୍ୟତ ବକ୍ତାମାନେ ତାହା ନିଶ୍ଚିତ ଭାବେ ସଫଳ ହବ କି ନାହିଁ। ଯଦି ଆମର ଭବିଷ୍ୟତ ବକ୍ତାମାନେ ଆମର ସମାଜର ଶୃଙ୍ଖଳା ପାଇଁ ଯାହାକି ବିଶୃଙ୍ଖଳା ଜିନିଷକୁ ସୂଚେଇ ଦେଇ ଯାଇଛନ୍ତି, ଏ ପ୍ରକାର ବିଶୃଙ୍ଖଳା ଗ୍ରହିତ ବିନାଶିକରେ ଗତି କରିବ, ଆଉ ଏ ପ୍ରକାର କାର୍ଯ୍ୟ କଲେ ଶୃଙ୍ଖଳାକୁ ଗ୍ରହଣ କଲେ ତମେ ବଞ୍ଚି ଯାଇପାରିବ ବା ତିଷ୍ଠି ଯାଇପାରିବ, ସୁନ୍ଦର ପରିବେଶ, ମଙ୍ଗଳ ପରିବେଶ ପାଇପାରିବ, ତାକୁ କାହିଁ ଗ୍ରହଣ ନ କରିବା। ଯାହା ଲେଖିଛନ୍ତି ପଞ୍ଚସଖା ସାହିତ୍ୟ କୁହନ୍ତୁ, ଅନ୍ୟାନ୍ୟ ମାଳିକା କାହା କୁହନ୍ତୁ, ତାହା ଜମା ଭୁଲ ନୁହଁ। ମାଳିକାକୁ ନେଇ ଭୟ ହେବା ଦରକାର ନାହିଁ, କି ପରସ୍ପର ଭିତରେ ବିବାଦ କରିବା ଦରକାର ନାହିଁ। ମାଳିକାରୁ ଗୋଟିଏ କଥା ଜାଣନ୍ତୁ, ଏତିକି କୁହାଯାଇଛି ଯେ ଯେଉଁମାନେ ଭକ୍ତି ମାର୍ଗ ନଥିବେ, ଯେଉଁମାନଙ୍କ ହାତରେ ଜ୍ଞାନ ନଥିବ, ଯେଉଁମାନେ ଅଜ୍ଞାନୀ ହେବେ, ଭକ୍ତି ଶ୍ରଦ୍ଧା ପ୍ରେମକୁ ଭୁଲିଯିବେ, ଭଗବାନଙ୍କୁ ଭଲ ପାଇବେ ନାହିଁ, ଆଧ୍ୟାତ୍ମ ଯୋଉଠି ଗ୍ରହଣ କରିବେ ନାହିଁ, ସେଇମାନେ ହିଁ ବିନାଶ ହେବେ। ଅର୍ଥାତ୍ ଯେଉଁମାନେ ବିଧର୍ମୀ ଅଧର୍ମୀ ସେମାନଙ୍କର ବିନାଶ ହବ। ଯେଉଁମାନେ ଧାର୍ମିକ ସତ୍ୟ ଶାନ୍ତି ଦୟା କ୍ଷମାରେ ଅଛନ୍ତି ସେମାନଙ୍କ ହିଁ ସ୍ଥିତି ହେଇକି ରହିବେ। ଏଇଟା ହଉଛି କଥା ମାଳିକାର।